ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀ ଜିଜ୍ଞାସା ବହିର ପ୍ରଥମ ଅଧ୍ୟାୟ ଚିର ବିକାଶଶୀଳ ବିଜ୍ଞାନ ଜଗତ ବିଷୟର କୌଣସି ପ୍ରଶ୍ନ ଉତ୍ତର ଦେଇନାହିଁ। ତୁମେମାନେ ଠିକ୍ ଭଲ ଭାବରେ ଜାଣିଥିବ, କିନ୍ତୁ ଆଜି ଆମେ ଏହି ବିଷୟର କିଛି ଇମ୍ପୋର୍ଟାନ୍ସ ସର୍ଟ କ୍ୱେଶ୍ଚିନ୍ସ ଆଲୋଚନା କରିବା, ଯାହାକି ତୁମେ ନୋଟ୍ କରିକି ମଧ୍ୟ ପଢ଼ିପାରିବ। ଅତି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର। 1 ନମ୍ବର, ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। ଆଇରେ ଦେଲା, ଆମେ ଆମ ଚତୁଃପାର୍ଶ୍ୱରେ କେଉଁ ପ୍ରକାର ପରିବର୍ତ୍ତନ ଦେଖିବାକୁ ପାଇଥାଉ? ଉତ୍ତର ଲେଖିବ, ଆମ ଚତୁଃପାର୍ଶ୍ୱରେ ପ୍ରତ୍ୟାବର୍ତ୍ତୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଦେଖିବାକୁ ମିଳେ। ଡବଲ ଆଇରେ, ସମୁଦ୍ରରୁ ଜଳ କେଉଁ ପ୍ରଣାଳୀରେ ବାୟୁମଣ୍ଡଳକୁ ଯାଇଥାଏ? ଉତ୍ତର ଲେଖିବ, ସମୁଦ୍ରରୁ ଜଳ ବାୟୁମଣ୍ଡଳକୁ ବାଷ୍ପୀଭବନ ପ୍ରକ୍ରିୟାରେ ଯାଇଥାଏ। ଟ୍ରିପଲ ଆଇରେ ଲେଖିବ, ଆକାଶରୁ ଜଳ କାହା ମାଧ୍ୟମରେ ଭୂପୃଷ୍ଠକୁ ଫେରିଆସେ? ଉତ୍ତର, ଆକାଶରୁ ଜଳ ବୃଷ୍ଟି ମାଧ୍ୟମରେ ଭୂପୃଷ୍ଠକୁ ଫେରିଆସେ। ଆଇଭି, ବଞ୍ଚି ରହିବା ପାଇଁ ସମସ୍ତ ଜୀବଙ୍କଠାରେ କେଉଁ ପ୍ରକ୍ରିୟା ସଂଘଟିତ ହୁଏ? ଉତ୍ତର, ବଞ୍ଚି ରହିବା ପାଇଁ ସମସ୍ତ ଜୀବଙ୍କଠାରେ ଜୈବିକ ପ୍ରକ୍ରିୟା ସଂଘଟିତ ହୋଇଥାଏ। ଭି, ଆମ ଶରୀରର ବୃଦ୍ଧି ପାଇଁ କେଉଁ ପ୍ରକ୍ରିୟାର ଆବଶ୍ୟକତା ରହିଛି? ଉତ୍ତର, ଆମ ଶରୀରର ବୃଦ୍ଧି ପାଇଁ ଆବଶ୍ୟକୀୟ ପ୍ରକ୍ରିୟାଗୁଡ଼ିକ ହେଉଛି ଖାଦ୍ୟ ଗ୍ରହଣ, ଶ୍ୱସନ ଓ ରକ୍ତ ପ୍ରବାହ। VI, ବିଦ୍ୟୁତ୍ ଘଣ୍ଟା ଆସିବା ପୂର୍ବରୁ ସମୟ କିପରି ନିର୍ଣ୍ଣୟ କରାଯାଉଥିଲା? ଉତ୍ତର, ସୂର୍ଯ୍ୟ କିରଣକୁ ଦେଖିକରି ତାର ଛାଇ ଅନୁସାରେ ସମୟ ନିର୍ଦ୍ଧାରଣ କରାଯାଉଥିଲା। VII, କିଏ ଆମକୁ ଦେଖିବାରେ ସାହାଯ୍ୟ କରେ? ଉତ୍ତର, ଆମେ ଆଲୋକର ଉପସ୍ଥିତି ଯୋଗୁଁ ଦେଖିପାରୁ। VIII, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରୁ କ'ଣ ସ୍ପଷ୍ଟ ଭାବେ ଜାଣିହୁଏ? ଉତ୍ତର, ପୃଥିବୀ ଓ ଚନ୍ଦ୍ର ଛାଇ ସୃଷ୍ଟି କରନ୍ତି। IX, ପୃଥିବୀରେ ହେଉଥିବା ଦିନ ଓ ରାତି କାହାର ଆଲୋକ ଉପରେ ନିର୍ଭର କରେ? ଉତ୍ତର, ସୂର୍ଯ୍ୟ। ଅତିରିକ୍ତ ଅଭ୍ୟାସ ପ୍ରଶ୍ନାବଳୀ ଓ ଉତ୍ତର। ଜୀବନ କ'ଣ? ଉତ୍ତର, ଯେଉଁ ଜଟିଳ ପ୍ରକ୍ରିୟା ଦ୍ୱାରା ଜୀବକୋଷକୁ ଶରୀର ଗଠିତ ହୋଇଥାଏ ଓ ତାହା ଏକ ଜୀବନ ଚକ୍ର ଦେଇ ଗତି କରିଥାଏ, ତାହାକୁ ଜୀବନ କୁହାଯାଏ। ବିଶ୍ୱ କ'ଣ? ଉତ୍ତର, ଯାହା ବିଶାଳ ଏବଂ ରହସ୍ୟରେ ପୂର୍ଣ୍ଣ, ତାହାକୁ ବିଶ୍ୱ କୁହାଯାଏ। ଏଥିରେ ସମସ୍ତ ସ୍ଥାନ ଏବଂ ସମସ୍ତ ପଦାର୍ଥ ଏବଂ ଶକ୍ତି ରହିଅଛି। ଶୂନ୍ୟସ୍ଥାନ ପୂରଣ କର। ଆଇରେ, ବିଜ୍ଞାନ ଆମକୁ ଡ୍ୟାସ୍ ଭାବରେ ଆଗକୁ ନେଇଥାଏ? ମାର୍ଗଦର୍ଶକ। ଉତ୍ତର ହେଉଛି ମାର୍ଗଦର୍ଶକ। ପକ୍ଷୀ ଡେଣାର ଉଡ଼ାଣ ଡ୍ୟାସ୍ ତିଆରିରେ ସହାୟକ ହୋଇଥାଏ? ଉତ୍ତର, ଉଡ଼ାଜାହାଜ। ମନୁଷ୍ୟର କାର୍ଯ୍ୟଗୁଡ଼ିକ ଡ୍ୟାସ୍ ସହ ଜଡ଼ିତ ଅଟେ? ପ୍ରାକୃତିକ ଜଗତ ସହିତ। ଆମ୍ବରେ ଡ୍ୟାସ୍ ଅମ୍ଳ ଥାଏ? ଟାର୍ଟାରିକ୍ ଅମ୍ଳ। ବିଲାତି ବାଇଗଣରେ ଡ୍ୟାସ୍ ଅମ୍ଳ ଥାଏ? ସାଇଟ୍ରିକ୍ ଓ ଅକ୍ଜାଲିକ୍ ଅମ୍ଳ ଥାଏ। ଜିଜ୍ଞାସାର ଅର୍ଥ ଡ୍ୟାସ୍ ଅଟେ? ଜାଣିବାର ଇଚ୍ଛା। ଉଡ଼ିବାର ସ୍ୱପ୍ନ ଡ୍ୟାସ୍ରୁ ଆରମ୍ଭ ହୋଇଥିଲା? ସରଳ ପରୀକ୍ଷଣ ଓ ପର୍ଯ୍ୟବେକ୍ଷଣ। ବିଜ୍ଞାନ ଏକ ନିରନ୍ତର ଡ୍ୟାସ୍ ପ୍ରକ୍ରିୟା ଅଟେ? ଅନ୍ୱେଷଣ ପ୍ରକ୍ରିୟା। ମନୁଷ୍ୟର କାର୍ଯ୍ୟଗୁଡ଼ିକ ଡ୍ୟାସ୍ ସହ ସମ୍ପୃକ୍ତ? ସମାଜ ସହ। ଲେମ୍ବୁରେ ଡ୍ୟାସ୍ ଅମ୍ଳ ଥିବାରୁ ଖଟା ଲାଗେ? ସାଇଟ୍ରିକ୍ ଅମ୍ଳ। ଉକ୍ତିଟି ଭୁଲ ଥିଲେ ଭୁଲ ଓ ଠିକ୍ ଥିଲେ ଠିକ୍ ଚିହ୍ନ ଦିଅ। ଆଇ, ବିଜ୍ଞାନ ଏକ ପ୍ରକ୍ରିୟା ଯାହା ଜାଣିବାର ଆଗ୍ରହକୁ ଉତ୍ସାହିତ କରେ। ଠିକ୍ ଅଛି। ଡବଲ ଆଇ, ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ସହାୟକ ହୋଇଥାଏ? ଭୁଲ ଅଛି।
ତ୍ରିପଲ ଆଇ ଆମ୍ବରେ ସାଇଟ୍ରିକ୍ ଅମ୍ଳ ଥାଏ। ଭୁଲ ଅଛି। IV ବିଲାତି ବାଇଗଣରେ ଲବଣ ଆମ୍ଳ ଥାଏ। ଭୁଲ ଅଛି। V ଟ୍ରଚ୍ ବ୍ୟାଟେରୀ ଖରାପ ହେବା ଏକ ଅପତ୍ୟାବତୀ ପ୍ରକ୍ରିୟା। ଠିକ ଅଛି। VI ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ଦୁଇଟି କ୍ଷେତ୍ର ଅଟନ୍ତି। ଠିକ ଅଛି। VII ବିଜ୍ଞାନ ଏକ ପ୍ରକ୍ରିୟା ଯାହା ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରେ। ଠିକ ଅଛି। VIII ଲେମ୍ବୁରେ ଆସ୍କର୍ବିକ୍ ଅମ୍ଳ ଥାଏ। ଭୁଲ ଅଛି। IX ପଦାର୍ଥ ଗୁଡ଼ିକ ଦୁଇ ପ୍ରକାରର ଯଥା ଧାତୁ ଓ ଅଧାତୁ। ଠିକ ଅଛି। X ଆମ ଚତୁଃପାର୍ଶ୍ୱରେ ପ୍ରତ୍ୟାବର୍ତ୍ତୀ ଓ ଅପ୍ରତ୍ୟାବର୍ତ୍ତୀ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ। ଠିକ ଅଛି। ତାପରେ କ ସ୍ତମ୍ଭ ଓ ଖ ସ୍ତମ୍ଭ ମଧ୍ୟରେ ସମ୍ପର୍କ ସ୍ଥାପନ କର। କରେ ଦେଲା ବିଜ୍ଞାନର କ୍ଷେତ୍ର। ବିଜ୍ଞାନର କ୍ଷେତ୍ର ହେବ ପିଲାମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ। B ପଦାର୍ଥ ହେବ ଧାତୁ ଓ ଅଧାତୁ। C ଲେମ୍ବୁ ହେବ ସାଇଟ୍ରିକ୍ ଅମ୍ଳ। ଆମ୍ବ ହେବ ଟାର୍ଟାରିକ୍ ଅମ୍ଳ। ବିଲାତି ବାଇଗଣ ହେବ ସାଇଟ୍ରିକ୍ ଓ ଅକ୍ଜାଲିକ୍ ଅମ୍ଳ ସାଇଟ୍ରିକ୍ ଅମ୍ଳ। ଏହିପରି ଭାବରେ ତୁମେ ଗାର ଟାଣିବ କି ଲେଖିବ। 2 ନମ୍ବର କାହାକୁ କୁହନ୍ତି ସଂକ୍ଷେପରେ ଲେଖ। ଏରେ ଦେଲା ବିଜ୍ଞାନ କ'ଣ ପିଲାମାନେ? ବିଜ୍ଞାନ କ'ଣ? ଏହା ଏକ ପ୍ରକ୍ରିୟା ଯାହାକି ଜାଣିବାର ଆଗ୍ରହକୁ ଓ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରେ ଓ ଅଜ୍ଞାତକୁ ଜାଣିବାରେ ଉନ୍ମୁକ୍ତ ମାନସିକତା ସୃଷ୍ଟି କରିଥାଏ। ବିଜ୍ଞାନ ଏକ ନିରନ୍ତର ଅନ୍ୱେଷଣ ପ୍ରକ୍ରିୟା। ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। B ପଦାର୍ଥ ବିଜ୍ଞାନ କ'ଣ? ବିଜ୍ଞାନ ଉତ୍ତର ଲେଖିବ ବିଜ୍ଞାନର ଯେଉଁ ବିଶେଷ ବିଭାଗରେ ପଦାର୍ଥ, ଏହାର ମୌଳିକ ଉପାଦାନ, ସ୍ଥାନ ଏବଂ ସମୟ ମାଧ୍ୟମରେ ଏହାର ଗତି ଏବଂ ଆଚରଣ ଶକ୍ତି ଏବଂ ବଳ ସମ୍ପର୍କିତ ସତ୍ତାଗୁଡ଼ିକର ବୈଜ୍ଞାନିକ ଅଧ୍ୟୟନ କରାଯାଇଥାଏ ତାହାକୁ ପଦାର୍ଥ ବିଜ୍ଞାନ କୁହାଯାଏ। C ରସାୟନ ବିଜ୍ଞାନ କ'ଣ? ଉତ୍ତର ବିଜ୍ଞାନର ଯେଉଁ ବିଶେଷ ବିଭାଗରେ ପରମାଣୁ, ଅଣୁ ଏବଂ ଆୟନକୁ ତିଆରି ପଦାର୍ଥ ଏବଂ ଯୌଗିକଗୁଡ଼ିକୁ ଗଠନ କରୁଥିବା ରାସାୟନିକ ଉପାଦାନଗୁଡ଼ିକ ସମ୍ବନ୍ଧରେ ଅଧ୍ୟୟନ କରାଯାଇଥାଏ ତାହାକୁ ରସାୟନ ବିଜ୍ଞାନ କୁହାଯାଏ। D ଜୀବ ବିଜ୍ଞାନ କ'ଣ? ବିଜ୍ଞାନର ଯେଉଁ ବିଶେଷ ବିଭାଗରେ ବିଭିନ୍ନ ପ୍ରକାର ଜୀବଜନ୍ତୁ, ସେମାନଙ୍କର ଉତ୍ପତ୍ତି, ଗଠନ, କାର୍ଯ୍ୟ, ବୃଦ୍ଧି, ବିବର୍ତ୍ତନ ଏବଂ ବଣ୍ଟନ ସମେତ ଜୀବନର ଅଧ୍ୟୟନ କରାଯାଇଥାଏ ତାହାକୁ ଜୀବ ବିଜ୍ଞାନ କୁହାଯାଏ। E ଭୂବିଜ୍ଞାନ କ'ଣ? ଉତ୍ତର ବିଜ୍ଞାନର ଯେଉଁ ବିଶେଷ ବିଭାଗରେ ପୃଥିବୀର ଗଠନ, ଇତିହାସ, ଭୂମିକମ୍ପ, ଖଣିଜ ଗଠନ ଏବଂ ଜୀବନର ବିବର୍ତ୍ତନ ସହ ଜୀବାଣୁ ଓ ପୃଥିବୀର ବୈଶିଷ୍ଟ୍ୟ ସମ୍ବନ୍ଧରେ ଅଧ୍ୟୟନ କରାଯାଇଥାଏ ତାହାକୁ ଭୂବିଜ୍ଞାନ କୁହାଯାଏ। F ପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା କ'ଣ? ଉତ୍ତର ଯେଉଁ ପ୍ରକ୍ରିୟାକୁ ଓଲଟା କରାଯାଇପାରିବ ବା ମୂଳ ଅବସ୍ଥାକୁ ଫେରାଇ ଅଣାଯାଇପାରିବ ତାହାକୁ ପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା କୁହାଯାଏ। ଉଦାହରଣ ଜଳ ଥଣ୍ଡା ହେଲେ ବରଫ ହୁଏ ଓ ବରଫ ତାପ ପାଇଲେ ଜଳରେ ପରିଣତ ହୋଇଥାଏ। G ଅପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା କ'ଣ? ଉତ୍ତର ଯେଉଁ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଓଲଟା ଯାଇ ପାରିବ ନାହିଁ ବା ଉତ୍ପାଦରୁ ମୂଳ ଅବସ୍ଥା ପାଇବା ସମ୍ଭବ ନୁହେଁ
ତାହାକୁ ଅପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା କୁହାଯାଏ। ଉଦାହରଣ କାଠ ଜଳି ପାଉଁଶରେ ପରିଣତ ହେବା ଏହାର ଏକ ଉଦାହରଣ ଅଟେ। ପୋଷଣ କ'ଣ? ଜୀବ ଶରୀରର ଗଠନ, ବୃଦ୍ଧି, ଶକ୍ତି ଆହରଣ ଏବଂ ବିଭିନ୍ନ ଜୀବନ ପ୍ରକ୍ରିୟା ପାଇଁ ଖାଦ୍ୟ ଏକାନ୍ତ ଆବଶ୍ୟକ। ଶରୀରରେ ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ ଯେଉଁ ପ୍ରକ୍ରିୟା ଦ୍ୱାରା ସମ୍ପାଦିତ ହୋଇଥାଏ ତାହାକୁ ପୋଷଣ କୁହାଯାଏ। ଶୋଷଣ କ'ଣ? ପୋଷଣ ପ୍ରକ୍ରିୟାରେ ଜୀବ ଗ୍ରହଣ କରିଥିବା ଖାଦ୍ୟ ଶରୀର ମଧ୍ୟରେ ସରଳ ଉପାଦାନରେ ପରିଣତ ହୋଇଥାଏ। ସୁତରାଂ ଯେଉଁ ପ୍ରକ୍ରିୟା ଦ୍ୱାରା ଜୀବ ଗ୍ରହଣ କରିଥିବା ଖାଦ୍ୟର ଜାରଣ ବା ଦହନ ଘଟି ଶକ୍ତି ମୁକ୍ତ ହେବା ସହ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ ତାହାକୁ ଶୋଷଣ କୁହାଯାଏ। ପରିବହନ ଓ ସଞ୍ଚାଳନ କ'ଣ? ଜୀବ ଦ୍ୱାରା ସଂଗୃହୀତ ଖାଦ୍ୟ, ଜଳ ଓ ଅନ୍ୟ ଉପାଦାନ ଶରୀରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା କାର୍ଯ୍ୟ ଯେଉଁ ପ୍ରକ୍ରିୟା ଦ୍ୱାରା ସମ୍ପନ୍ନ ହୋଇଥାଏ ତାହାକୁ ପରିବହନ ଓ ସଞ୍ଚାଳନ କୁହାଯାଏ। ଉଦ୍ଭିଦରେ ସମ୍ବାହୀ ଟିସୁ ଓ ପ୍ରାଣୀ ଶରୀରରେ ଶିରା ଓ ଧମନୀ ଦ୍ୱାରା ଏହା ହୋଇଥାଏ। ଛାୟା କ'ଣ? ଏହା ହେଉଛି ଏକ ଅନ୍ଧକାର ଆକୃତି ଯାହା ଯେତେବେଳେ କୌଣସି ବସ୍ତୁ ଆଲୋକର ଉତ୍ସକୁ ଅବରୋଧ କରେ ସେତେବେଳେ ଗଠିତ ହୋଇଥାଏ। ଆଲୋକ ସର୍ବଦା ସରଳ ରେଖାରେ ଗତି କରେ ଏବଂ ଏହା କଠିନ ବସ୍ତୁ ଦେଇ ଗତି କରିପାରୁ ନଥିବା ଯୋଗୁଁ ଛାୟା ସୃଷ୍ଟି ହୋଇଥାଏ। ଚନ୍ଦ୍ରଗ୍ରହଣ କ'ଣ? ଯେତେବେଳେ ମହାକାଶରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେତେବେଳେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ଏହାଦ୍ୱାରା ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡ଼ିପାରେ ନାହିଁ। ଏହି ଛାଇ ଆଲୁଅର ଖେଳକୁ ଚନ୍ଦ୍ରଗ୍ରହଣ କୁହାଯାଏ। ସୂର୍ଯ୍ୟପରାଗ କ'ଣ? ଯେତେବେଳେ ମହାକାଶରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଅବସ୍ଥାନ କରେ ସେତେବେଳେ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ଏହାଦ୍ୱାରା ସୂର୍ଯ୍ୟକିରଣ ପୃଥିବୀ ଉପରେ ଆଂଶିକ ଭାବେ ପଡ଼ିପାରେ ନାହିଁ। ଏହି ଛାଇ ଆଲୁଅର ଖେଳକୁ ସୂର୍ଯ୍ୟପରାଗ କୁହାଯାଏ। ସଂକ୍ଷିପ୍ତ ଉତ୍ତର 1 ନମ୍ବର ଦେଲା କେତେକ ଫଳ ପାଟିକୁ କାହିଁକି ଖଟା ଲାଗେ? ଉତ୍ତର ଫଳରେ ଅମ୍ଳର ଉପସ୍ଥିତି ଯୋଗୁଁ ଏହା ଖଟା ଲାଗିଥାଏ। ଯଥା ଲେମ୍ବୁରେ ସାଇଟ୍ରିକ୍ ଅମ୍ଳ, ଆମ୍ବରେ ଟାର୍ଟାରିକ୍ ଅମ୍ଳ, ଟମାଟୋରେ ସାଇଟ୍ରିକ୍ ଅମ୍ଳ ଓ ଅକ୍ଜାଲିକ୍ ଅମ୍ଳ ଅଧିକ ପରିମାଣରେ ରହିଥାଏ। 2 ନମ୍ବର ପୋଷାକରେ ଲାଗିଥିବା ହଳଦୀ ଦାଗ ଛଡ଼ାଇବା ବେଳେ କ'ଣ ହୁଏ? ଉତ୍ତର କପଡ଼ାରୁ ହଳଦୀ ଦାଗ ଦୂର କରିବା ପାଇଁ ସାବୁନ ବା ବେକିଂ ସୋଡ଼ା ବା ଧଳା ଭିନେଗାର ବ୍ୟବହାର କରାଯାଏ। ଏହି ରାସାୟନିକ ଗୁଡ଼ିକ ରଙ୍ଗ ଦ୍ରବ୍ୟଗୁଡ଼ିକୁ ପ୍ରତିକ୍ରିୟା ମାଧ୍ୟମରେ ଭାଙ୍ଗିବାରେ ସାହାଯ୍ୟ କରେ। 3 ନମ୍ବର ଗୋଟିଏ ଇଲେକ୍ଟ୍ରିକ୍ ବଲ୍ବ ଜାଳିବା ପାଇଁ କେଉଁ ପ୍ରକାର ପଦାର୍ଥ ଆବଶ୍ୟକ? ଉତ୍ତର ବଲ୍ବ ଭିତରେ ଥିବା ଫିଲାମେଣ୍ଟ ଟଙ୍ଗଷ୍ଟନ ଧାତୁରେ ତିଆରି ହୋଇଥାଏ। ଏହି ଉଚ୍ଚ ପ୍ରତିରୋଧୀ ଫିଲାମେଣ୍ଟରେ ବିଦ୍ୟୁତ୍ ପ୍ରବାହ କରାଇଲେ ବିଦ୍ୟୁତ୍ ଶକ୍ତି ତାପ ଓ ଆଲୋକ ଶକ୍ତିକୁ ରୂପାନ୍ତରିତ ହୋଇ ଉଜ୍ଜ୍ୱଳ ଭାବରେ ଜଳିବାକୁ ଲାଗେ। 4 ନମ୍ବର ଧାତୁ ଓ ଅଧାତୁ ମଧ୍ୟରେ କ'ଣ ପାର୍ଥକ୍ୟ ଅଛି ଲେଖ। ଉତ୍ତର ସାଧାରଣତଃ ଧାତୁଗୁଡ଼ିକ କଠିନ, ନମନୀୟ ଏବଂ ତାପ ଓ ବିଦ୍ୟୁତ୍ର ସୁପରିବାହୀ ଅଟନ୍ତି। ମାତ୍ର ଅଧାତୁଗୁଡ଼ିକ କଠିନ, ତରଳ ବା ଗ୍ୟାସୀୟ ଏବଂ ତାପ ଓ ବିଦ୍ୟୁତ୍ର କୁପରିବାହୀ ଅଟନ୍ତି। 5 ନମ୍ବର ପ୍ରତ୍ୟାବର୍ତ୍ତୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କହିଲେ କ'ଣ ବୁଝ? ଉତ୍ତର ଜଳ ବରଫ ହେବା ଏବଂ ବରଫରୁ ପୁନଶ୍ଚ ଜଳ ମିଳିବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନର ଉଦାହରଣ ଅଟେ। କାଗଜ ଜଳି ଅଙ୍ଗାରରେ ପରିଣତ ହେବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଉଦାହରଣ ଅଟେ। 6 ନମ୍ବର ନିମ୍ନ ପରିବର୍ତ୍ତନଗୁଡ଼ିକ କେଉଁ ପ୍ରକାରର ଅଟେ?
ଆଇ ବ୍ୟାକ୍ଟେରିଆର କ୍ଷମତା ସରିଯିବା। ଏଇଟା ଖୁବ୍ ପ୍ରତ୍ୟାବର୍ତ୍ତୀ ନା ଅପ୍ରତ୍ୟାବର୍ତ୍ତୀ? ଏଇଟା ପ୍ରତ୍ୟାବର୍ତ୍ତୀ ମଧ୍ୟ ହେଇପାରେ, ଅପ୍ରତ୍ୟାବର୍ତ୍ତୀ ମଧ୍ୟ ହୋଇପାରେ। ଡବଲ ଆଇ ବରଫ ଜଳରେ ତରଳିବା, ପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା। ଟ୍ରିପଲ ଆଇ ଫଳ ପାଚିଯିବା, ଅପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା। IV ବରଫ ଗୁଣ୍ଡ ହୋଇ ଗୋଡ଼ି ହେବା, ଅପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା। 7 ନମ୍ବର ପ୍ରକୃତିରେ ଜଳଚକ୍ର କିପରି ସମ୍ପାଦିତ ହୁଏ? ଉତ୍ତର ସୂର୍ଯ୍ୟ କିରଣ ଦ୍ୱାରା ଜଳ ସମୁଦ୍ରରୁ ବାଷ୍ପୀଭୂତ ହୁଏ। ତାପରେ ଡବଲ ଆଇ ବାଷ୍ପୀଭୂତ ଜଳକଣା ଆକାଶରେ ଘନୀଭୂତ ହୁଏ। ଟ୍ରିପଲ ଆଇରେ ବର୍ଷା କିମ୍ବା ତୁଷାର ପରି ବୃଷ୍ଟିପାତ ଭାବେ ପୃଥିବୀକୁ ଫେରିଆସେ। IV ବର୍ଷା ଜଳ ନଦୀ, ହ୍ରଦ ଓ ସମୁଦ୍ରରେ ସଞ୍ଚିତ ହୁଏ। ଉପରୋକ୍ତ ସୋପାନଗୁଡ଼ିକ ଦେଇ ପ୍ରକୃତିରେ ଜଳଚକ୍ର ସମ୍ପାଦିତ ହୋଇଥାଏ। ପିଲାମାନେ, ଯଦି ତୁମକୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲର ଏହି ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ଆପଣମାନଙ୍କୁ ଏମିତି ସୁନ୍ଦର ଭାବରେ ବୁଝାଉଥିବା ଭିଡ଼ିଓ ସବୁ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ରହୁଛି, ଜୟ ଜଗନ୍ନାଥ।